नमस्कार दर्शक बंधु शुभ सकाळ आज ହେଉଛି ମେ ମାସ 6 ତାରିଖ ବୁଧବାର। ଚାଲନ୍ତୁ ନଜର ପକାଇବା ଆଜି ଦିନ ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ, ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଲ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, ମୁଁ ଇସ୍ତଫା ଦେବି ନାହିଁ। ଇସ୍ତଫା ଦେବାର କୌଣସି ପ୍ରଶ୍ନ ଉଠୁନାହିଁ। ସେ ଏହା ମଧ୍ୟ କହିଛନ୍ତି, ଆମେ ନିର୍ବାଚନ ହାରିନାହୁଁ। ଏହା ଆମର ପରାସ୍ତ କରିବା ପାଇଁ ସେମାନଙ୍କର ପ୍ରୟାସ। ସେମାନେ ନିର୍ବାଚନ କମିଶନ ମାଧ୍ୟମରେ ଆମକୁ ପରାସ୍ତ କରିପାରିବେ, କିନ୍ତୁ ନୈତିକ ଭାବରେ ଆମେ ଜିତିଛୁ। ଏହି ସମାଜରେ ସୂତ୍ରରୁ ଜଣାପଡ଼ିଛି ଯେ ଯଦି ମମତା ବାନାର୍ଜୀ ରାଜ୍ୟପାଳଙ୍କ ପାଖକୁ ଯାଇ ଇସ୍ତଫା ନ ଦିଅନ୍ତି ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ଏବେ ପ୍ରଶ୍ନ ଉଠୁଛି, ଯଦି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ରାଜ୍ୟରେ କ'ଣ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ? ପ୍ରଶ୍ନ ଏହା ଉଠୁଛି, ଏପରି ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କ'ଣ ବିକଳ୍ପ ବାକି ଅଛି? ପରବର୍ତ୍ତୀ ଖବର, ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ 3 ଦିନିଆ ଗୁଜରାଟ ଗସ୍ତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ 3 ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେଠାରେ ସେ 4ଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ। ବୟନ, ରସାୟନ ଓ ପେଟ୍ରୋକେମିକାଲ୍ସ, ଧାତବ ଆନୁଷଙ୍ଗିକ ଶିଳ୍ପ, ମେଡିକାଲ ଡିଭାଇସ୍, ବୟନ ଓ ଫାର୍ମାସ୍ୟୁଟିକାଲ କ୍ଷେତ୍ର ପାଇଁ ପୁଞ୍ଜିନିବେଶ ହାସଲ କରିବାକୁ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଉଦ୍ୟମ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜନେସ୍ ଲିଡରମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବା କାର୍ଯ୍ୟକ୍ରମ ରହିବ। ପରବର୍ତ୍ତୀ ଖବର, ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା। କଟକ, ଭୁବନେଶ୍ୱର ସମେତ ପୁରୀରେ ବି ସକାଳୁ ସକାଳୁ ବର୍ଷା ହୋଇଛି। କଳାହାଣ୍ଡିଆ ମେଘବାଦଲ ସାଙ୍ଗକୁ ପବନ ବର୍ଷା ଆରମ୍ଭ ହୋଇଛି। ଏବେ ପୁରା ଅସ୍ତରଙ୍ଗ ଅଞ୍ଚଳକୁ ଆଚ୍ଛାଦିତ କରି ବର୍ଷା ଜୋରଦାର ହେଉଛି। ତା ସାଙ୍ଗକୁ ପବନ ଜାରି ରହିଛି। 2 ଦିନ ଧରି ପ୍ରବଳ ଖରାରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ଏହି କାଳବୈଶାଖୀ ପ୍ରଭାବରେ ଅସ୍ତରଙ୍ଗ ଅଞ୍ଚଳରେ ରବି ଋତୁ ବିରି, ମୁଗ ସାଙ୍ଗକୁ ମାଣ୍ଡିଆ ଚାଷ ପ୍ରଭାବିତ ହୋଇଛି। ଏବେ ବର୍ଷା, ଘଡ଼ଘଡ଼ି, ପବନ ପୁରା ଅସ୍ତରଙ୍ଗ ଅଞ୍ଚଳକୁ ପ୍ରଭାବିତ କରିଛି। ରାଜ୍ୟରେ ଆସନ୍ତା 10 ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା। ଛତିଶଗଡ଼ ଓ ମଣିପୁର ଯାଏଁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି। ଏହା ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ବଳବତ୍ତର ରହିଛି। ପରବର୍ତ୍ତୀ ଖବର, ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ମୌସୁମୀ 2024 ନିର୍ଦ୍ଦେଶାବଳୀ ଜାରି। ଆଗାମୀ ମୌସୁମୀ 2024 ପାଇଁ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପରବର୍ତ୍ତୀ ଖବର, ରାୟଗଡ଼ାରେ ନୂଆ ରେଳ ଡିଭିଜନ। ଜୁନ୍ 1ରୁ କାର୍ଯ୍ୟକାରୀ ହେବ ରାୟଗଡ଼ା ଡିଭିଜନ। ଏନେଇ କେନ୍ଦ୍ର ସରକାର ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ଏହାଛଡ଼ା ଦକ୍ଷିଣ ତଟ ରେଲୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ। ଏହି ନୋଟିଫିକେସନ ଅନୁଯାୟୀ ପୂର୍ବତଟ ରେଳବାଇ ଓ ଦକ୍ଷିଣ କେନ୍ଦ୍ର ତଟରୁ କିଛି ଅଞ୍ଚଳକୁ ନେଇ ଦକ୍ଷିଣ ତଟ ରେଳ କରାଯାଇଛି। ଏହି ନୂତନ ତଟ କାର୍ଯ୍ୟାଳୟ ବିଶାଖାପାଟଣାରେ କରାଯାଇଛି। ଏହା ମଧ୍ୟ ଜୁନ୍ 1ରୁ କାର୍ଯ୍ୟକାରୀ ହେବା ନେଇ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ୱାଲଟିୟର ଡିଭିଜନକୁ 2 ଭାଗ କରାଯାଇଛି। ଗୋଟିଏ ଭାଗ ରାୟଗଡ଼ା ଡିଭିଜନ ଯାହା ପୂର୍ବତଟ ରେଳ ଅଧୀନରେ ରହିବ, ଅନ୍ୟ ଭାଗ ଦକ୍ଷିଣ ତଟ ବିଶାଖାପାଟଣା ଅଧୀନରେ ରହିଛି। ପରବର୍ତ୍ତୀ ଖବର, କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ସୁପ୍ରିମକୋର୍ଟ ସଂଶୋଧନ ବିଲ୍ 2024 ଆଗତ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ବିଲ୍ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବାର ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ଖବର, ଇସ୍ତଫା ଦେବେନି ମମତା, ରୋକଠୋକ ମନା କଲେ। ପଶ୍ଚିମବଙ୍ଗରେ ଟିଏମସି ପରାଜୟ ପରେ ରାଗି ଯାଇଛନ୍ତି ସୁପ୍ରିମୋ ମମତା ବାନାର୍ଜୀ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ କହିଛନ୍ତି। ବିଜେପିର ବିଜୟ ଓ ଟିଏମସିର ପରାଜୟ ପରେ ସେ ବିଜେପି ଉପରେ ବର୍ଷିଛନ୍ତି। ବିଜେପି 100ରୁ ଉର୍ଦ୍ଧ୍ୱ ସିଟ୍ରେ ଭୋଟ ଚୋରି କରି ଜିତିଛି ବୋଲି ସେ କହିଛନ୍ତି।
ପରବର୍ତ୍ତୀ ଖବର ଲାଗିଲା କଟକଣା ଚିଲିକା ହ୍ରଦରେ ସମସ୍ତ ନୌକାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ। ନିକଟରେ ଜବଲପୁର ବୋଟ୍ ବୁଡ଼ି ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ଏବେ ତତ୍ପରତା ଦେଖାଇଛି ଖୋର୍ଦ୍ଧା ପ୍ରଶାସନ। ଚିଲିକା ହ୍ରଦରେ ଯାତ୍ରୀବାହୀ ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି। ଚିଲିକାରେ ସମସ୍ତ ଯାତ୍ରୀବାହୀ ବୋଟ୍ ନୌକା ଡଙ୍ଗା ନିୟମ 2004କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ବୋଟ୍ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। ଜାରି ବିଜ୍ଞପ୍ତି ଅନୁସାରେ ଗ୍ରୀଷ୍ମ ଋତୁରେ ପ୍ରାୟତଃ କାଳବୈଶାଖୀ ଏବଂ ଘୂର୍ଣ୍ଣିଝଡ଼ ଜନିତ ବର୍ଷା ତୋଫାନ ହେଉଥିବାରୁ ନୌକା ଚାଳନା ସମୟରେ ପ୍ରତ୍ୟେକ ବୋଟ୍ରେ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ନିୟମ ଉଲ୍ଲଂଘନ କଲେ ସରକାର ସେମାନଙ୍କ ବୋଟ୍ ପଞ୍ଜୀକରଣକୁ ରଦ୍ଦ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ପରବର୍ତ୍ତୀ ଖବର ଦିଦିଙ୍କୁ ମାତ୍ ଦେଇଥିବା ବିଜେପିର ବାହୁବଳୀ ଜାଣନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ସମ୍ପତ୍ତି ଓ ସଫଳତାର କାହାଣୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ସାରା ଦେଶରେ ଯଦି କୌଣସି ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ସେ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀ। ରାଜନୀତିରେ କୁହାଯାଇଛି ଯେ ନିଜ ଲୋକ ହିଁ ଦୁର୍ବଳତା ସବୁଠୁ ଭଲ ଭାବେ ଜାଣିଥାନ୍ତି। ଦିନେ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ଯେ ବ୍ୟକ୍ତିଙ୍କର ସବୁଠାରୁ ବଡ଼ ହାତ ଥିଲା ଆଜି ସେହି ବ୍ୟକ୍ତି ହିଁ ତାଙ୍କୁ କ୍ଷମତାଚ୍ୟୁତ କରିଛନ୍ତି। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯୋଜନା ନେଇ ଶାହାଙ୍କ ସହ ମୋହନଙ୍କୁ ଗୁରୁ ଦାୟିତ୍ୱ ଦେଲା ଭାଜପା। ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯୋଜନା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ମେ 9 ତାରିଖରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ଖବର ମେ 8ରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ। ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ 8 ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ 18 ତାରିଖ ଯାଏଁ ଫର୍ମ ଫିଲ୍ଅପ୍ ପ୍ରକ୍ରିୟା ଚାଲିବ। ଗତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଏହାର ସୁଯୋଗ ନେଇପାରିବେ। ସେହିପରି ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ରହିଛି ସେମାନେ ଚାହିଁଲେ ରିଚେକିଂ କିମ୍ବା ଆଡମିସନ୍ ଲାଗି ଆବେଦନ କରିପାରିବେ। ଏଥିପାଇଁ 11 ତାରିଖରୁ ଆବେଦନ କରିହେବ। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ ଯାହା ଲାଗି ନିର୍ଦ୍ଦିଷ୍ଟ ଦେୟ ଦେବାକୁ ହେବ। ମେ ମାସ 22 ତାରିଖ ଯାଏଁ ଏହି ଆବେଦନ କରିହେବ ବୋଲି ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରବର୍ତ୍ତୀ ଖବର କୋଟିଆରେ ସ୍ଥାପନ ହେଲା ପୁରୀରୁ ଆସିଥିବା ମା ସୁଭଦ୍ରାଙ୍କ ରଥଚକ। କୋଟିଆ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ପୁରୀରୁ ଆସିଥିବା ମା ସୁଭଦ୍ରାଙ୍କ ଏକ ରଥର ଚକ ପୂଜାର୍ଚ୍ଚନା କରାଯାଇ ପ୍ରତିଷ୍ଠା କରାଯାଇଛି। ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ରଘୁରାମ ମାଛ, ରାମଚନ୍ଦ୍ର କଡାମ, ତାରାପ୍ରସାଦ ବାହିନୀପତି, ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ପେନସନ ମାମଲା ଉଚ୍ଚଶିକ୍ଷା ସଚିବ କୁଳସଚିବଙ୍କୁ ହାଜର ନିର୍ଦ୍ଦେଶ। ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ଛାତ୍ରାବାସ ଓ ଛାତ୍ରୀନିବାସର 19 କର୍ମଚାରୀଙ୍କ ପେନସନ ମାମଲାରେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଜବାବ ଦାଖଲ ନ କରିବାରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଖବର ପୋଷ୍ଟ ଅଫିସ ନିୟମରେ ବଡ଼ ପରିବର୍ତ୍ତନ, ଟଙ୍କା ଉଠାଇବା ଆଉ ହେବନି ସହଜ। ପୋଷ୍ଟ ଅଫିସ ଏକ ନୋଟିଫିକେସନ ଜାରି କରିଛି। ପୋଷ୍ଟ ଅଫିସ ନିୟମରେ ଦୁଇ ବଡ଼ ପରିବର୍ତ୍ତନ ହୋଇଛି। ପ୍ୟାନ୍ କାର୍ଡ ବିନା ଟଙ୍କା ଜମା କିମ୍ବା ଉଠାଣ କରିପାରିବେ ନାହିଁ ଆକାଉଣ୍ଟ ଧାରକ। ଏକ ଫର୍ମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଆୟକର ଆଇନ ପକ୍ଷରୁ ଏହି ଦୁଇଟି ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ପୋଷ୍ଟ ଅଫିସର ଯୋଜନା ହେଉ କିମ୍ବା ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ରେଜିଷ୍ଟ୍ରେସନ ପାଇଁ ଆକାଉଣ୍ଟ ଧାରକମାନଙ୍କର ପ୍ୟାନ୍ କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି। ପ୍ୟାନ୍ କାର୍ଡ ବିନା ଟଙ୍କା ଜମା କରିବା ଏବଂ ଉଠାଇବା ଅସମ୍ଭବ। ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା, ଟଙ୍କା ଜମା କରିବା, ଟଙ୍କା ଉଠାଣ, ଫିକ୍ସଡ ଡିପୋଜିଟ୍ ସମେତ ଅନ୍ୟାନ୍ୟ କାରବାର ପାଇଁ ପ୍ୟାନ୍ କାର୍ଡ ନମ୍ବର ପ୍ରଦାନ କରିବା ବାଧ୍ୟତାମୂଳକ। ଏହି ଆବଶ୍ୟକ ଆୟକର ନିୟମ 2024ର 159, 160, 161, 211 ଏବଂ 237 ଅଧୀନରେ ଆସେ। ସ୍ୱଚ୍ଛତାକୁ ଉନ୍ନତ କରିବା, ଉଚ୍ଚ ମୂଲ୍ୟ କାରବାର ଉପରେ ନଜର ରଖିବା ଏବଂ ପୋଷ୍ଟ ଅଫିସ ସଞ୍ଚୟ ନେଟୱର୍କ ମଧ୍ୟରେ ଟିକସ ଚୋରି ସମ୍ଭାବନାକୁ କମ୍ କରିବା ହେଉଛି ଏହିର ପଦକ୍ଷେପର ଲକ୍ଷ୍ୟ। ଏଥିସହ ସେମାନଙ୍କର ପ୍ୟାନ୍ କାର୍ଡ ନାହିଁ ସେମାନଙ୍କର
ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପ୍ୟାନ୍ କାର୍ଡ଼ ନଥିବା ଜମାକାରୀମାନେ ଏବେ ଫର୍ମ 60 ବଦଳରେ ଫର୍ମ 97 ପୂରଣ କରି ଦାଖଲ କରିବେ। ଏହି ଫର୍ମରେ ଜମାକାରୀଙ୍କ ନାମ ଏବଂ ଠିକଣା, କାରବାରର ପ୍ରକାର ଏବଂ କାରବାର ଯାଞ୍ଚ କରୁଥିବା ସହାୟକ ଡକୁମେଣ୍ଟ ରହିବା ଜରୁରୀ। ପ୍ୟାନ୍ କାର୍ଡ଼ ନମ୍ବର ବିନା ଟଙ୍କା ଜମା କିମ୍ବା ଉଠାଣ ଏବଂ ଟିକସ ଚୋରି ମଧ୍ୟରେ କାରବାରକୁ ସଠିକ୍ ଭାବେ ରେକର୍ଡ କରାଯାଇପାରିବ ବୋଲି ପୋଷ୍ଟ ଅଫିସଗୁଡ଼ିକୁ ଏହି ସୂଚନା ସଂଗ୍ରହ କରିବାର ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ଖବର, ହରମୁଜରେ ଆମେରିକା ଆକ୍ରମଣରେ 5 ମୃତ। ଆମେରିକା ଏବଂ ଇରାନ ଉପସାଗରରେ ନୂତନ ଆକ୍ରମଣ କରିଛନ୍ତି, ଯାହା ହରମୁଜ ପ୍ରଣାଳୀର ନିୟନ୍ତ୍ରଣକୁ ନେଇ ଉତ୍ତେଜନା ବୃଦ୍ଧି କରିଛି ଏବଂ ପୂର୍ବରୁ ଏକ ଦୁର୍ବଳ ଯୁଦ୍ଧବିରତିକୁ ନଷ୍ଟ କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ପଦକ୍ଷେପ ପ୍ରୋଜେକ୍ଟ ଫ୍ରିଡମ୍ ଘୋଷଣା କରିବା ପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉନ୍ମୋଚନ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଫସି ରହିଥିବା ଟ୍ୟାଙ୍କର ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକୁ ରଣନୈତିକ ଜଳପଥ ଦେଇ ଯିବାକୁ ସାହାଯ୍ୟ କରିବ। ବିଶ୍ୱ ଶକ୍ତି ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଯାହା ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରାୟତଃ ବନ୍ଦ ରହିଛି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱରେ ଅମିତ ଶାହା ଏବଂ ମୋହନ ମାଝୀ। ପଶ୍ଚିମବଙ୍ଗରେ ବିଜେପି ଏକ ବଡ଼ ବିଜୟ ହାସଲ କରିଛି ଏବଂ ଏହାର ସରକାର ଗଠନ ହେବା ଏବେ ନିଶ୍ଚିତ। ବଙ୍ଗଳା ବିଜେପି ସଭାପତି ଶ୍ରମିକ ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ନୂତନ ସରକାର ମେ 9 ତାରିଖରେ ଶପଥ ଗ୍ରହଣ କରିବ। ବିଜେପି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଉଛି। ତାଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବେ ଏବଂ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ପରବର୍ତ୍ତୀ ଖବର, ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ହରମୁଜ ପ୍ରଣାଳୀରେ ଆମେରିକୀୟ ଜାହାଜଗୁଡ଼ିକୁ ସୁରକ୍ଷା ଦେଉଥିବା ନୌବାହିନୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିତେବେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ। ପରବର୍ତ୍ତୀ ଖବର, ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା 5.0କୁ କ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା 5.0କୁ ମଞ୍ଜୁରୀ ଦେଇଛି। ପଶ୍ଚିମ ଏସିଆ ସଙ୍କଟକୁ ଦୃଷ୍ଟିରେ ରଖି ଯେକୌଣସି ସ୍ୱଳ୍ପକାଳୀନ ଆର୍ଥିକ ଅଭାବକୁ ଭରଣା କରିବା ପାଇଁ ଯୋଗ୍ୟ ଋଣ ଗ୍ରହୀତାଙ୍କ ନିମନ୍ତେ ଅତିରିକ୍ତ ଋଣ ସୁବିଧା ଅଧୀନରେ ଡିଫଲ୍ଟ ପରିମାଣ ପାଇଁ ନ୍ୟାସନାଲ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (NCGTC) ଦ୍ୱାରା ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକୁ ଋଣ ଗ୍ୟାରେଣ୍ଟି ସୁରକ୍ଷା ପ୍ରଦାନ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ପରବର୍ତ୍ତୀ ଖବର, ଆଜିର ସୁନା ଦର ହ୍ରାସ ପାଇଲା ସୁନା ଓ ରୂପା ଦାମ। ଜାଣନ୍ତୁ ଆଜିର ମୂଲ୍ୟ। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସ୍ତରରେ କେତେ ରହିଛି ସୁନା ଦର। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା 1,49,180 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ର ସୁନା ଦର 1,36,750 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ର ସୁନାର ମୂଲ୍ୟ 10 ଗ୍ରାମ ପିଛା 1,49,180 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,36,750 ଟଙ୍କା ପହଞ୍ଚିଛି। ସେହିପରି ରୂପାର ମୂଲ୍ୟ କିଲୋ ପିଛା 2,55,000 ଟଙ୍କା ହୋଇଛି। ପରବର୍ତ୍ତୀ ଖବର, ବାଦ ପଡ଼ିଥିବା 79,000 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା। ବିଜେପି ସରକାରଙ୍କ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା 79,000 ହିତାଧିକାରୀଙ୍କୁ ଆଜି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ 61 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ମହିଳା ଶିଶୁ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭୁବନେଶ୍ୱରସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରୁ ଆଭାସୀ ମାଧ୍ୟମରେ ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତିରୁ ବାଦ ପଡ଼ିଯାଇଥିବା 79,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି, ଯାହା ଡିବିଟି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି।